हे ଆଉ ଏ ହଷ୍ଟେଲ ରହିବନି ଏ ବାତ୍ୟା ମନ୍ଥାକୁ ଆଉ ଏ ହଷ୍ଟେଲ ଏକା ରହିବା ଭାରି ବିରକ୍ତି ଲାଗୁଛି। ତ ନମସ୍କାର ଜୟ ଜନ ସାଙ୍ଗମାନେ। ତ କଥାଟା ଆଜି ଏମିତି କି ଏ ଶଳା ବାତ୍ୟା ମନ୍ଥା ପାଇଁ ନା କୁଆଡ଼େ ଯାଇ ହେଉଛି ନା କିଛି କରି ହେଉଛି, କିନ୍ତୁ ଏ ଟାଇମରେ ସାଥ ଦେବା ପାଇଁ କେବଳ ଜଣେ ମୋ ପାଖରେ ଅଛି, ସେ ହେଲା ମୋ ୟୁପି ଭାଇ। ଶଳା ଏ ପିଆଜଟାକୁ ଦେଖିଲା ବେଳକୁ କାହିଁକି ଜାଣି ମୋ ଏକ୍ସ କଥା ମନେ ପଡ଼ିଯାଉଛି। ଶଳା ସେ ଯେମିତି କନ୍ଦେଇକି ପଳେଇଲା, ଏ ଶଳା ପିଆଜଟାକୁ ଦେଖିଲା ବେଳକୁ ମୋତେ କାନ୍ଦ ଲାଗୁଛି। ଇଚ୍ଛା ତ ହେଉଛି ଏବେ ଟିକେ ଦେଖିଲା ବେଳକୁ ଶାନ୍ତି ଲାଗୁଛି। ଏତିକିରେ କ'ଣ ତାକୁ ମୁଁ ଛାଡ଼ିଲି, ପୁଣି ତ ତତଲା ତେଲ ଜଳିବା ପାଇଁ ଛାଡ଼ିଦେଲି। ତାକୁ ତତଲା ତେଲ ଛାଡ଼ିବା ପୂର୍ବରୁ ତା ବଡ଼ିଟାକୁ ଆଗ ଗରମ ପାଣିରେ ଫୁଟାଏ, ତାପରେ ସିନା ମଜା ଆସିବ। ହେ ଛାଡ଼, ଟିକେ ବେଶୀ ଏକ୍ସ କଥା କହିଦେଲି। ଆମ ପିଆଜଟା ବି ଏପଟେ ହେଇଗଲା ପରେ ସେଥିରେ ଟିକେ ମସଲା ଟିକେ ପକେଇଦେଲି। ଆଉ ଯେହେତୁ ମୁଁ ଟିକେ ଚିଲି ଲଭର, ଏଥିରେ ବି ଟିକେ ଟମାଟୋ ସସ୍ ଆଉ ଚିଲି ସସ୍ ପକେଇଦେଲି। ତାପରେ ତାକୁ ଟିକେ ଘାଣ୍ଟା ଘୁଣ୍ଟି କରିସାରିଲା ପରେ ମୋ ଏକ୍ସ ସିଝା ବଡ଼ି ମାନେ ୟୁପିଟାକୁ ପକେଇକି ଆଉ ମାଗଣା ମିଳିଥିବା ୟୁପି ମସଲାକୁ ପକେଇକି ଘାଣ୍ଟିଦେଲି। ଏ ପାଗ ଆଉ ଏ ବାତ୍ୟା ମନ୍ଥାକୁ ଟେଷ୍ଟ ତ ପୁରା ଜବରଦସ୍ତ ଥିଲା। ବଟ୍ ୟୁପିଟା 2 ମିନିଟ୍ ଜାଗାରେ 20 ମିନିଟ୍ ଲାଗିଗଲା। ଆଉ ଆପଣମାନେ କମେଣ୍ଟରେ ନିହାତି ଜଣେଇବେ କାହାର ୟୁପି 2 ମିନିଟ୍ ତିଆରି ହେଇଛି।